ଚିକେନ ତରକାରୀଟା ଦେଖିବାକୁ ଯେମିତି ଲାଗୁଛି ଖାଇବାକୁ ବି ସତରେ ବହୁତ ହିଁ ଟେଷ୍ଟି ହେଇଥିଲା। କେବଳ ମୁଁ ଆପଣମାନଙ୍କ ପାଇଁ ଏଇ ରେସିପିଟା ନେଇ ଆସିଛି ଆଉ ସତରେ କହୁଛି ଏଇ ରେସିପିଟା ମୋର ବହୁତ ହିଁ ଫେଭରେଟ୍ ଆଉ ବହୁତ ହିଁ ଟେଷ୍ଟି ଲାଗିବ। କାହିଁକିନା ମୁଁ ପୁରାପୁରି ଏଇଟା ଦେଶୀ ଷ୍ଟାଇଲ୍ରେ ବନେଇଥିଲି, ମସଲା ସବୁକୁ ଶିଳରେ ବାଟିଥିଲି, ତା ସହିତ ବି ଚୁଲିରେ ଏଇ ତରକାରୀଟା କରିଥିଲି। ସତରେ ବହୁତ ହିଁ ଟେଷ୍ଟି ଲାଗୁଥିଲା। ଆପଣମାନଙ୍କ ସହିତ ମୁଁ ଭାବିଲି ଟିକେ ସେୟାର କରିନେବି ଆଉ ସତରେ ବହୁତ ବହୁତ ଟେଷ୍ଟି ହେଇଥିଲା। ତ ଚାଲନ୍ତୁ ଡେରି ନ କରିକି ଭିଡ଼ିଓକୁ ଷ୍ଟାର୍ଟ କରିବା। ତ ତା ପୂର୍ବରୁ ମୁଁ କହି ରଖୁଛି ୱେଲକମ୍ ଟୁ ମାଇ ଆନାଦର ନ୍ୟୁ ଲଙ୍ଗ୍ ଭିଡ଼ିଓ। ତ ସମସ୍ତଙ୍କୁ ହୃଦୟରୁ ବହୁତ ବହୁତ ଧନ୍ୟବାଦ ଯେ ଆପଣମାନେ ମୋ ଭିଡ଼ିଓକୁ ଏତେ ସାରା ଭଲ ପାଇବା ଦେଉଛନ୍ତି। ଆଉ ସତରେ ଏମିତି ଭଲ ପାଇବା ଦିଅନ୍ତୁ, ଆଉ ବହୁତ ଲାଇକ୍ କରନ୍ତୁ, ଆଉ ସେୟାର ମଧ୍ୟ କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ତ ମୁଁ ଫାର୍ଷ୍ଟ କହିବା ରଖୁଛି କି ପ୍ରଥମେ ଚିକେନକୁ ଆମେ ମ୍ୟାରିନେଟ୍ କରିନେବା। ଟିକେ ମୁଁ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଆଉ ଟିକେ ଲୁଣ, ଆଉ କିଛି ସୋରିଷ ତେଲ, ଆଉ ଅଦା ରସୁଣ ଯେଉଁଟା ଛେଚିକି ପକାଇଥିଲି ବା ଶିଳରେ ତାକୁ ବାଟିଥିଲି ସେଇଟାକୁ ମୁଁ ଏଥିରେ ଆଡ଼୍ କରିଦେଇଥିଲି। କିଛି ସମୟ ମ୍ୟାରିନେଟ୍ କରିକି ଛାଡ଼ି ଦେଇ ସାରିଲା ପରେ ମୁଁ ଆଳୁକୁ ବି ଗୋଟେ କଢ଼େଇରେ ପକାଇକି ତାକୁ ବଢ଼ିଆ ସେ ଭାଜି ନେଲି। ତ ଆଳୁ ଭଜା ଭଜି ହେଇସାରିଲା ପରେ କଢ଼େଇରେ ତେଲ ନେଇକି ସେଥିରେ ମୁଁ ଟିକେ ପକାଇଦେଲି ଟିକେ ଲାଲ ହେବା ପାଇଁ। ଚିନିକୁ ମଧ୍ୟ ଆଡ଼୍ କରିସାରିଲା ପରେ ପିଆଜ ଯାହା ସବୁ କାଟି ରଖିଥିଲି ସେସବୁକୁ ଆଡ଼୍ କରିକି ଟିକେ ରେଡ଼୍ ବ୍ରାଉନିସ୍ କଲର୍ ହେବା ଯାଏଁ ତାକୁ ଭାଜି ନେଲି। ତାପରେ ମୁଁ ଆଗରୁ ତ ଶିଳରେ ବାଟି ଦେଇଥିଲି ଅଦା ରସୁଣ ପେଷ୍ଟ, ଆପଣମାନେ ତ ଦେଖିଥିବେ। ତ ଅଦା ରସୁଣ ପେଷ୍ଟ ପକାଇ ସାରିଲା ପରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଆଉ କିଛି ଚିକେନ୍ ମସଲାକୁ ମଧ୍ୟ ଆଡ଼୍ କରିନେଲି। ତା ସହିତ ଅଳ୍ପ ଟମାଟୋକୁ ମଧ୍ୟ ଆଡ଼୍ କରି ନେଇ ସାରିଲା ପରେ ତାକୁ ବଢ଼ିଆ ସେ କଷି ଦେଉଛି। ଦେଖିପାରୁଥିବେ କେତେ ବଢ଼ିଆ ଲାଗୁଛି ବି କଷିଲା ବେଳକୁ, ତ ମୋ ପାଟିରୁ ପୁରାପୁରି ପାଣି ଆସିଯାଉଥିଲା। ଆଉ ଆପଣମାନଙ୍କୁ କେମିତି କ'ଣ ଲାଗୁଛି କମେଣ୍ଟରେ ନିଶ୍ଚିନ୍ତ ଭାବରେ ଜଣାଇବେ। ତ ମୁଁ ପୁରାପୁରି ମୁଁ ଚୁଲିରେ ଫାର୍ଷ୍ଟ ଟାଇମ୍ ଯେହେତୁ ରୋଷେଇ କଲି ଟିକେ ପୋଡ଼ି ଯାଉଥିଲା, ଲାଗିଯାଉଥିଲା, ସେଥିପାଇଁ ମୁଁ ପୁରା ପାଖରେ ହିଁ ବସିକି ତାକୁ ବଢ଼ିଆ ସେ ଘଣ୍ଟା ଘଣ୍ଟି କରୁଥିଲି। ନହେଲେ ନାଇଁକି ତଳ ଲାଗିଗଲେ ଟେଷ୍ଟ ଆସିବନି। ତ ସେଥିପାଇଁ କି ଆପଣମାନେ ଯଦି ଚୁଲିରେ କେବେ ରୋଷେଇ କରିନାହାନ୍ତି ତ ଥରେ ଟ୍ରାଏ କରନ୍ତୁ, ଆଉ ସତରେ ବହୁତ ହିଁ ବଢ଼ିଆ ଟେଷ୍ଟି ଲାଗୁଥିଲା। ତ ଏବେ ଆମେ ଆଡ଼୍ କରି ନେବା ମ୍ୟାରିନେଟ୍ କରିଥିବା ଚିକେନକୁ ପକାଇକି ବଢ଼ିଆ ସେ ମୁଁ କଷି ନେଉଛି। ଦେଖିପାରୁଥିବେ କେତେ ବଢ଼ିଆ ଲାଗୁଛି, ଆଉ ଦେଖିବାକୁ ତ ବହୁତ ହିଁ ସୁନ୍ଦର, ପୁରାପୁରି ଜବରଦସ୍ତ ଲାଗୁଥିଲା, ଆଉ ଖାଇବାକୁ ବି ବହୁତ ହିଁ ଟେଷ୍ଟି ହେଇଥିଲା। ମୁଁ ତ ବାରମ୍ବାର ଭିଡ଼ିଓରେ କହିସାରିଲିଣି ବହୁତ ହିଁ ଟେଷ୍ଟି ହେଇଥିଲା। ଆପଣମାନଙ୍କୁ ବି ଶୁଣିକି ବୋର୍ ଲାଗୁଥିବ, କିନ୍ତୁ ସତରେ ଆପଣ ନିଶ୍ଚିନ୍ତ ଘରେ ଟ୍ରାଏ କରିବେ। ତ ଏମିତି କଷାକଷି କରିସାରିଲା ପରେ ଦେଖିପାରୁଥିବେ ସବୁ ଟିକେ ତେଲ ବି ବାହାରି ଯାଇଥିଲା। ଆମର ପୁରା ଅଲମୋଷ୍ଟଲି କମ୍ପ୍ଲିଟ୍ ହେଇଯାଇଛି କଷାକଷି। ତାପରେ ମୁଁ ଏଥିରେ ଆଡ଼୍ କରିନେଲି ଭାଜି ରଖିଥିବା ଆଳୁକୁ ଆଡ଼୍ କରିସାରିଲା ପରେ ସେଥିରେ ମୁଁ ଯେତିକି ମୋର କ୍ୱାଣ୍ଟିଟିର ପାଣି ଦେବା ଦରକାର ସେତିକି ମୁଁ ପାଣି ଦେଲି। ଆଉ ଏଇ କଷାଟାକୁ ବି ଆପଣମାନେ ଯଦି ଏମିତି କରିକି ଖାଇବେ ନା ବହୁତ ହିଁ ବଢ଼ିଆ ଟେଷ୍ଟି ଲାଗିବ। ଆଉ ଦେଖିପାରୁଥିବେ ତ କେତେ ଟେମ୍ପଟିଂ ଲାଗୁଛି, ମାଉଥ୍ ୱାଟରିଂ ବି ଲାଗୁଛି ନା। ତ ଏବେ ମୁଁ ପୁରା ପାଣି ଦେଇଦେଉଛି, ଯେତିକି ମୋର ଦରକାର କ୍ୱାଣ୍ଟିଟି ମୁଁ ସେତିକି ଅନୁସାରେ ବି ପାଣି ଦେଇଦେଉଛି। ଆପଣମାନଙ୍କର ଯେତିକି ଦରକାର ଆପଣମାନେ ସେତିକି ପାଣି ଦେବେ, ଆଉ କିଛି ସମୟ ଫୁଟିବା ପାଇଁ ଛାଡ଼ିଦେବେ। ତ ଏଇଟା ଅଲମୋଷ୍ଟଲି ଫୁଟିଗଲା, ଅଧଘଣ୍ଟା ପାଖାପାଖି ମୁଁ ଫୁଟାଇବା ପାଇଁ ଛାଡ଼ି ଦେଇଥିଲି। ତ ଫୁଟିକି ଆମର ପୁରା ରେଡ଼ି ହେଇଯାଇଛି, ଆଉ ଚିକେନ୍ ବି ସିଝି ଯାଇଥିଲା, ଆଳୁ ବି ସିଝି ଯାଇଥିଲା, ତରକାରୀ ବି ବଢ଼ିଆ ସେ ସିଝି ଯାଇଥିଲା। ବହୁତ ହିଁ ଟେଷ୍ଟି ଲାଗୁଥିଲା। ଏବେ ଲାଷ୍ଟକୁ ଆମେ ସେଥିରେ ଆଡ଼୍ କରିନେବା କିଛି ଡାଲଚିନି, ଅଳେଇଚ ଏସବୁ ମୁଁ ନିଜେ ଛେଚି ରଖିଥିଲି। ଗରମ ମସଲା ମୁଁ ଏଥିରେ ଆଡ଼୍ କରିଦେଲି, ସେଇଟାକୁ ମୁଁ ଯେଉଁଟାକି ନିଜେ ଘରେ ବନେଇଥିଲି। ତ ଏସବୁ କରିକି ଭାତ ରୁଟି ସହିତ ଖାଇଲେ ବହୁତ ହିଁ ଟେଷ୍ଟ ଲାଗିବ। ଆପଣମାନେ ଏତେ ପର୍ଯ୍ୟନ୍ତ ଭିଡ଼ିଓକୁ ଦେଖିଲେଣି ତ ଚ୍ୟାନେଲକୁ ଜଲ୍ଦି ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓ ଗୋଟେ ଲାଇକ୍ କରନ୍ତୁ, ଆଉ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ସେତେ ପର୍ଯ୍ୟନ୍ତ ରହୁଛି, ଥ୍ୟାଙ୍କ ୟୁ, ବାଏ।